ମହିମାଲେଖ ଧମାଜି ପାର୍କ ମହିମାଲେଖ ଗୁଜା ପାହାଡ଼ ପ୍ରଥମେ ସବୁଆଡେ ଚାରିଆଡେ ଗାଁ ଥିଲା। ତାପରେ ଆଗ ସବୁଆଡେ ଗାଁ ଥିଲା। ସିଦ୍ଧ ଭାବରେ ଜଣେ ଥିଲେ। ସିଦ୍ଧ ଭାବରେ ଜଣେ ଥିଲେ ସେତେବେଳେ ବୈଶାଖ ମାସରେ ଚତୁର୍ଥୀରେ ଯଜ୍ଞ କଲେ। ଇର ଯେନ୍ ବରଗଛଟି ଅଛେ ସେ ଜାଗାରେ ପାଣିଟା କେନ୍ତା ବାହାରିଲା? ତାପରେ ସିଦ୍ଧ ଭାବରେ ଚିଠା ମାଇଲେ ଅଠା କରି ଅଲଗା ବାହାରିବ ଗୁପ୍ତ ଗଙ୍ଗା। ତାରା ଗୁପ୍ତ ଗଙ୍ଗା ଉପରେ କର୍ପଳ ଭିତରେ ପାଣି ରହୁଛି। ତ ବର୍ତ୍ତମାନ ଆମେ ଆସିଯାଇଛୁ ଗୁଜା ପାହାଡ଼ ନିକେ। ଆଉ ଗୁଜା ପାହାଡ଼ ଆସିଲା ପରେ ଆମେ ଯେନ୍ ପାହାଡ଼ର ଯେନ୍ ସଂରକ୍ଷଣ ଯେନ୍ କରସନ୍ ତାର ଦେଖା ରେଖା ଯେନ୍ କରସନ୍ ସେ ବାବାଙ୍କ ମାନଙ୍କର ସହିତ ଟିକେ କଥାବାର୍ତ୍ତା ହେମା। ସେ କେତେ ଦିନୁ ଇ ଜାଗାରେ ରହୁଛନ୍ ଆଉ ସେ ଇନରେ କାଣା ଖାନା ପିନା କରସନ୍ କେନ୍ତା କେନ୍ତା କରସନ୍ ତାଙ୍କର ଲାଗି ସୁଖ ସୁବିଧା କାଣା ଅଛି ତାର ସାଙ୍ଗେ ସାଙ୍ଗେ ଜାନମା ଆମେ ଏ ଜାଗାରେ ଯେନ୍ ପାହାଡ଼ ଅଛି ଗୁଜା ପାହାଡ଼ର ହିଷ୍ଟ୍ରି ତାର ଇତିହାସ ବିଷୟରେ ଟିକେ ଆମେ ଜାନମା। ତ ଆସୁନ ପହିଲା କଥା ଲାଗମା ବାବା ଇନ କେତେ ଦିନ ହେଲାନ ସେ ରହିଲେ ନ ଆସୁନ ଟିକେ ଜାନମା ଜାନବାକେ ଚାହୁଁଛୁ ଯେ ଇନ ଆପଣ କେତେ ଦିନ ହେଲାନ ରହୁଛନ୍? ଏ ରହିବାଟା 10-12 ବରଷ। ଆଚ୍ଛା 10-12 ବର୍ଷ ହେଇଗଲାନ। ତ ଇନ ଖାନା ପିନା କେନ୍ତା କରସନ୍? ଖାନା ପିନା ସବୁ ଦାତା ମାନେ ଦାତା ମାନେ ଚଲୁଛେ। ଆଚ୍ଛା ତ ଗୋଟେ ବେଲ ଖାନା ଖାସ କି ଦୁଇ ବେଲ ଖାନା ଖାସ? ଦି ବେଳା। ଆଚ୍ଛା ଦୁଇ ବେଲ ଖାନା ଖାସ। ତ ଇ ଜାଗାରେ ଆମକୁ ଟିକେ ବତାବ ଯେ ଇନର ହିଷ୍ଟ୍ରି କାଣା ଅଛି ଯେ ଗୁଜା ପାହାଡ଼ କେନ୍ତା କରି ତାର ନା ଗୁଜା ପାହାଡ଼ ହେଲା ତାପରେ ଇନ ମାନେ କିଛି ଗୋଟେ ହିଷ୍ଟ୍ରି ଗୋଟେ ବତାବ। ମହିମାଲେଖ ଧମାଜି ପାର୍କ ମହିମାଲେଖ ଗୁଜା ପାହାଡ଼ ପ୍ରଥମେ ସବୁଆଡେ ଚାରିଆଡେ ଗାଁ ଥିଲା। ପରେ ତାପରେ ଚାରିଆଡେ ଗାଁ ଥିଲା। ତାପରେ ଆଗ ସବୁଆଡେ ଗାଁ ଥିଲା। ସିଦ୍ଧ ଭାବରେ ଜଣେ ଥିଲେ। ସିଦ୍ଧ ଭାବରେ ଜଣେ ଥିଲେ ସେତେବେଳେ ବୈଶାଖ ମାସରେ ଚତୁର୍ଥୀରେ ଯଜ୍ଞ କଲେ। ଯଜ୍ଞ ପରେ ବହୁତ ଲୋକ ପାଣି ଶୁଖିଲା ପାଣି ସବୁଆଡେ ମାନେ ଯୋଉ ବାବା ପୋଖରୀ ଅଛି ସେ ବାବା ଚିମଠା ମାରିବାରୁ ପାଣି ବାହାରିଲା। ଲୋକମାନେ ପିଇଲେ ନାମ ଜୟକାର ସବୁଆଡେ। ତାପରେ ଯଜ୍ଞ ହେଲା ପୁଣି ପିଇଲେ। ତାପରେ ସମସ୍ତେ ଖାଇ ବସିଲେ। ବାବା ସମସ୍ତେ ଉପରେ ଯିବାକୁ ଦେଖିଛନ୍ତି ଆସିବା ଦେଖିନାହାନ୍ତି। ସିଦ୍ଧ ବାବା ସେ ସିଦ୍ଧ ବାବା ନାମରେ ଏବେ ବି ପୂଜା ପାଉଛି। ଆଚ୍ଛା ଆଚ୍ଛା ଇରକା ମାନେ ସିଦ୍ଧ ବାବା ନାଁରେ ପୂଜା ପାଉଛନ୍। ପୂଜା ପାଠ ନାମ ଓହୋ ଆଚ୍ଛା ଆଚ୍ଛା ଆମକୁ ଗୋଟେ ଜିନିଷ ବତାବାକେ ଚାହବ ଇର ଯେନ୍ ବରଗଛଟି ଅଛେ ସେ ଜାଗାରେ ପାଣିଟା କେନ୍ତା ବାହାରିଲା? ତାପରେ ସିଦ୍ଧ ବାବା ଚିଠା ମାଇଲେ ଏବେ ପାଣି ବାହାରି କି ଅଟିବ ନାହିଁ। ସିଦ୍ଧ ବାବା ପୋଖରୀ କହନ୍ତି ବାବା ପୋଖରୀ ଏବେ ନା ପାଇଛି ବାବା ପୋଖରୀ। ଓହୋ ଯେନ୍ ଅଛେ ପାହାଡ଼ଟା ସେ ହେଲା ବାବା ପୋଖରୀ। ପୋଖରୀ ନାମରେ ବିଖ୍ୟାତ ସବୁଆଡେ। ହଁ ହଁ ଠିକ ଅଛି ଠିକ ଅଛି। ତ ଏଇ ଜାଗାରେ କିଛି ଗୋଟେ ଏନ୍ତା ହିଷ୍ଟ୍ରି ଟେ ବତାବ ଯେନ୍ଟା କି ମାନେ ମୁଇଁ ଶୁଣିବାକୁ ପାଇଥିଲି ଯେ ଇନ କେ ଲୋକ ଗୁଡ଼ିକ ଉପରେ ନେଇଯାଇଥିଲେ ବାବା ମାନେ ଉପର କି? ହଁ ଆଗ ନଉଥିଲେ ନେଇ ବାବାର ଗୋଟେ ଲୋକଟା ଗୋଟେ ଭୋଗ ତ ବେড়ା ଟାଇପ ଭୋକା ଟାଇପ ର ମାନେ ସେ ଗୋଡ ଥିଲା ଗାଈ ଚଳୁଥିଲା ତାକୁ ନେଇଗଲେ ସେ ଗୁମ୍ଫା ଭିତରେ ରଖିଲେ 7 ଦିନ କିଛି ଖାଇବାକୁ ଦେଲେ କେଲା ଦହି ସବୁ ଅଛି କେଲା ଅଙ୍ଗୁର ସବୁ ଅଛି। ବାବା ଜଟାରେ କିଛି ଖାଇବା ଦ୍ଵାରା ତାକେ ବାହାରକୁ ବହରେଇ ଦେଲେ ମଜା ବହିକି ସବୁ କଲା ସବୁ ଜାଣି ପାରିଲେ ଆଉ ବାବା ଅଛନ୍ତି ବୋଳିକିରି ଆଉ ଲୋକଟା କହିବାରୁ ଏବେ ବି ପୁରା ଅଛନ୍ତି ଗୁମ୍ଫା ଭିତରେ ବାବା। ଓ ବର୍ତ୍ତମାନ ବି ସେ ଗୁମ୍ଫା ଭିତରେ ଅଛନ୍। ପିଲା କବାର ସବୁ ଜାଣିଛନ୍ ନା ପିଲାଟା କବା ଦ୍ଵାରା ଏ ବି ଅଛନ୍ତି। ଆଚ୍ଛା ଆଉ ଉପରେ ଗୋଟେ ପଛେ ଅଛି ଗୁପ୍ତ ଗଙ୍ଗା ଉପରେ ଶିବରେ ପାଣି ଅଠା କରି ଅଲଗା ବାହାରିବ ଗୁପ୍ତ ଗଙ୍ଗା ତାରା ଗୁପ୍ତ ଗଙ୍ଗା ଉପରେ କର୍ପଳ ଭିତରେ ପାଣି ରହୁଛି। ଗୁମ୍ଫା ଯେନ୍ ଅଛି ଗୁମ୍ଫା ଆର ପଟେ ଉପରେ ଗୁମ୍ଫାରେ ଓ ଗୁମ୍ଫାର ସିଆଡେ ପାଣି ରହୁଛି ତା ନାଁ ଅଛି ଗୁପ୍ତ ଗଙ୍ଗା। ଓହୋ ଗୁମ୍ଫାର ସିଆଡେ ଯେନ୍ ମାନେ ଯେନ୍ ପାଣି ବାହାରୁଛି ତାର ନାଁ ଗୁପ୍ତ ଗଙ୍ଗା। ପାଣି ରହୁଛି ଯଦି ଅଠା କହିଦବ ଅଲଗା କୁଆଡେ ବଦଳିଯିବ। ବୋଲେ କେହି ସେଟା ଅଠାନି କର। ଯଦି ଅଠା ଯଦି କର୍ମେ ପାଣି ଯାହା ଖାଇବ ଶୀର୍ଷରେ ଅଠା କରି ଫେରେ ପାଣି ଶୁଖିଯିବ ତା ସହିତ ଆଜ୍ଞା ଅଛି ବାବାଙ୍କର। ଆଚ୍ଛା ଆଚ୍ଛା ବହୁତ ବହୁତ ମହିମା ଅଛି ନା ଆଚ୍ଛା। କହିଲା ଯେ ବିଶ୍ୱାସ ଫଳ ଦିଆକ କହିଲା ବିଶ୍ୱାସ ଯଦି ମାନବା ପାଇଛି ବିଶ୍ୱାସ କରିବା କଥା ଆନି ମାନେ ମାନେ ମଣିଷ ହଉଛି ନର ନାନା ସ୍ୱରୂପ। ଆପଣ ମାନେ ଜାଣୁଥିବେ ଯେ ଗୁଜା ପାହାଡରେ ଗୋଟେ ଯାତ୍ରା ଆସି ତ ସେ ଯାତ୍ରା କେବେ ଆସି ଆସୁନ ବାବାଙ୍କ ମୁହନୁ ଟିକେ ଶୁନମା ସେ ଯାତ୍ରା ମାନେ କେବେ ଆସି ଆଉ ସେ ଜାଗାରେ କେତେ କେତେ ଲୋକ ମାନେ ଆସନ୍ତି ବାବା ସେ ଯାତ୍ରା କେବେ ଆସି? ଗୁରୁ ମହିମା ଯାତ୍ରା ପଶ୍ଚିମ ଓଡିଶାର ତୀର୍ଥ ସ୍ଥାନ ପରି ପୂଜା କରାଯାଇଛି ପଞ୍ଚାୟତ କେନ୍ଦ୍ର କରାଯାଇଛି।
ଆଉ ଏଟା ଏ ମାଘ ମାଘ ଚୌରସି ମାଘ ପୂର୍ଣ୍ଣିମା ପର୍ବ କରାଯାଏ। ମାଘ ପୂର୍ଣ୍ଣିମା ଆଉ ଆଷାଢ଼ ପୂର୍ଣ୍ଣିମା ପର୍ବ କରାଯାଏ ସେ ଯାତ୍ରା ହୁଏ। ଆଚ୍ଛା ଆଚ୍ଛା ବେଲେ ଏଇଟା ମାଘ ପୂର୍ଣ୍ଣିମା ଦିନେ ହେସି ଆଉ ଅଷାଢ଼ ଆଷାଢ଼ ପୂର୍ଣ୍ଣିମା ହଁ ଅଷାଢ଼ ପୂର୍ଣ୍ଣିମା କି ଏଇଟା ଯାତ୍ରା ହେସି ଆପଣମାନେ ବି ଆସୁନ୍ ଏ ଜାଗାର ପରିବେଶ ବହୁତ ସୁନ୍ଦର ଅଛେ ଆଉ ବାବା ମାନଙ୍କ ସହିତ କଥାବାର୍ତ୍ତା ଲାଗୁନ୍ ଏ ଜାଗାରେ ବହୁତ ବଢିଆ ବାବା ମାନେ ଯେନ୍ ଅଛନ୍ ତାଙ୍କର କଥାବାର୍ତ୍ତା ତାଙ୍କର ଚାଲିଚଳନ ବହୁତ ବଢିଆ ଏ ଜାଗାକେ ଆସୁନ୍ ଆପଣଙ୍କର ମନ ବି ବହୁତ ମାନେ ଭଲ ଲାଗ୍ବା ଏ ଜାଗାର ସୁନ୍ଦର ପରିବେଶ ଅଛି ଯଦି ଭିଡ଼ିଓ ଯଦି ଭଲ ଲାଗିଥିବା ଟିକେ ଲାଇକ୍ କରିବେ ସବସ୍କ୍ରାଇବ୍ କରିବେ।